ହ୍ୟାଲୋ ଆସ୍ପାରାଣ୍ଟସ୍, ୱେଲକମ୍ ଟୁ ବିଶ୍ୱଜିତ ସିଭିଲ୍ ସର୍ଭେଣ୍ଟ ଚ୍ୟାନେଲ୍। ଆଉ ବହୁତ ଦିନ ପରେ ମୋତେ ଦେଖୁଥିବ, ମୁଁ ବି ଆପଣଙ୍କୁ ଦେଖିକି ଖୁସି ଲାଗୁଛି, ଆପଣଙ୍କୁ ବି ମୋତେ ଦେଖିକି ଖୁସି ବି ବହୁତ ବହୁତ ଲାଗୁଛି। ମୁଁ ଆଜି ଆକ୍ଚୁଆଲି ମୁଁ ଆସିଛି କାହିଁକି ନା ଯେହେତୁ ବହୁତ ପିଲା ପ୍ରିଲିମ୍ସ ବର୍ତ୍ତମାନ ଦେଇସାରିଛନ୍ତି, ଏବେ ବର୍ତ୍ତମାନ ମେନ୍ସ ପାଇଁ ପ୍ରିପାରେସନ୍ ହେଉଛନ୍ତି। ତ ବହୁତ ପିଲାଙ୍କ ମନରେ ଏଇଟା ବି ଡାଉଟ୍ ଅଛି କି ମାନେ ପ୍ରିଲିମ୍ସ ହେବ ନା ନାହିଁ ଏବଂ ତା ଭିତରେ କ'ଣ କରିବି ଏବଂ ମେନ୍ସ ପାଇଁ କେମିତି ପ୍ରିପାରେସନ୍ କରିବି, ଏମିତି ବହୁତ ସାରା ଡାଉଟ୍ ପିଲାଙ୍କ ମନରେ ଅଛି। ତ ତ ତ ଏଇ ସମୟ ଭିତରେ ଏଇ ଯେଉଁ ପ୍ରିଲିମ୍ସ ଟୁ ମେନ୍ସ ଭିତରେ ଯେଉଁ 4 ମାସ ଗ୍ୟାପ୍ ଅଛି, ସେ 4 ମାସ ଗ୍ୟାପ୍ ଭିତରେ ଆମେ କ'ଣ କରିବା ଉଚିତ, କେମିତି ଆମେ ନିଜକୁ ଇମ୍ପ୍ରୁଭମେଣ୍ଟ କରିବା ଉଚିତ, ଆଉ ୟା ମଝିରେ ଆମେ ଆଉ କୌଣସି ଏକ୍ଜାମ୍ ପାଇଁ ପ୍ରିପାରେସନ୍ ହେଇପାରିବା କି? ତ ଏମିତି ବହୁତ ସାରା କୋଶ୍ଚିନ୍ର ଆଜି ରେଜଲ୍ଟ ହେବ। ତ ମୁଁ କ'ଣ କରୁଥିଲି, ତ ମୁଁ ପ୍ରାକ୍ଟିକାଲ ଏକ୍ଜାମ୍ପଲ୍ ଦେଇକି ମୁଁ ତୁମକୁ ବୁଝାଇବାକୁ ଟ୍ରାଏ କରିବି। ବର୍ତ୍ତମାନ ଫାର୍ଷ୍ଟ କେସ୍ ହେଲା, ଯେହେତୁ ସବୁ ପିଲା ବହୁତ ପିଲା ପ୍ରିଲିମ୍ସ ବର୍ତ୍ତମାନ ଦେଇଛନ୍ତି, ସମସ୍ତଙ୍କୁ ଅଲ୍ ଦି ବେଷ୍ଟ। ଏବଂ ରେଜଲ୍ଟରେ ନିହାତି ଯେତେବେଳେ ମେନ୍ସ ପାଇଁ ରେଜଲ୍ଟ ଆସିବ ସମସ୍ତଙ୍କ ନିହାତି ସରି ଯେହେତୁ ସମସ୍ତଙ୍କର ମେନ୍ସ ରେଜଲ୍ଟ ଆସିବ, ତେଣୁ ସମସ୍ତଙ୍କୁ ଦୟା କରିକି ଅଲ୍ ଦି ବେଷ୍ଟ ଏବଂ ସମସ୍ତେ ଭଲ ଭାବରେ ନିଜ ନାଁ ସେ PDFରେ ଆସୁ। ବର୍ତ୍ତମାନ ଫାର୍ଷ୍ଟ ଷ୍ଟାର୍ଟିଂ କରିବା, ଯେଉଁମାନେ ବର୍ତ୍ତମାନ ମେନ୍ସ ପାଇଁ ପ୍ରିପାରେସନ୍ କେମିତି ହେବା ଷ୍ଟାର୍ଟିଂରୁ। ବର୍ତ୍ତମାନ ଫାର୍ଷ୍ଟ କେସ୍ ହେଲା, ଆମ ପାଖେ ସିଲାବସ୍ ନୋଟିଫାଇଡ଼୍ ଅଛି। ତ ଯେଉଁ ସିଲାବସ୍ OPSC ଥ୍ରୁରୁ ନୋଟିଫିକେସନରେ ଅଛି ଏବଂ ସେ ନୋଟିଫିକେସନ୍ ଆମେ ଟୋଟାଲ୍ ସିଲାବସ୍କୁ ଫାର୍ଷ୍ଟ ଗୋଟେ ଥର 2 ଥର 3 ଥର ପଢ଼ିପାରିବା। ମୁଁ ବି ଜାଣିଛି ବହୁତ ପିଲା ଏମିତି ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ମେନ୍ସ ପାଇଁ ହିଁ ଦେଖିନଥିବେ, ସେମାନେ ପ୍ରିଲିମ୍ସ ଦେଇଥିବେ, କିନ୍ତୁ ତାଙ୍କୁ ଲାଗୁଛି ବର୍ତ୍ତମାନ ପ୍ରିଲିମ୍ସ ହେଇଯିବ ହେଲା। ତାପରେ ଏବେ ବର୍ତ୍ତମାନ 4-5 ମାସରେ କେମିତି ମେନ୍ସ ପାଇଁ ପ୍ରିପାରେସନ୍ ହେବ ସେଇଟା ବି ମୁଁ ଆପଣଙ୍କୁ ବତେଇବି। ଏବଂ ଆଉ ବହୁତ ପିଲା ଅଛନ୍ତି ସେମାନେ ପଢ଼ିବା ଆଉ କୌଣସି ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଥିଲେ, କିନ୍ତୁ OPSC ଯେହେତୁ ପ୍ରିଲିମ୍ସ ଆଉ ସବୁ ଏକ୍ଜାମ୍ ସହିତ ସମାନ, ତ ତେଣୁ OPSC ଏକ୍ଜାମ୍ ଦେଇଛନ୍ତି। ତ ସେମାନେ ବି କ'ଣ କରିପାରିବେ, ସେମାନେ ବି କେମିତି ପ୍ରିପାରେସନ୍ କରିପାରିବେ, ତାର ରିଲେଟେଡ଼ ମୁଁ ଆଜି ଆପଣଙ୍କୁ ବତେଇବି। ତ ଆଜି ମୁଖ୍ୟତଃ ଆମେ ଯେଉଁ ପ୍ରିଲିମ୍ସ ବା ମେନ୍ସ ଭିତରେ ଟାଇମ୍ରେ ଆମେ କ'ଣ କେମିତି ଆମେ ନିଜକୁ ଇମ୍ପ୍ରୁଭମେଣ୍ଟ କରାଇପାରିବା, ତାର ରିଲେଟେଡ଼ ମୁଁ ଆପଣଙ୍କୁ ବତେଇବି। ତ ଫାର୍ଷ୍ଟ କଥା ହେଲା, ଏକ୍ଜାମିନେସନ୍କୁ ଆମେ ଅଣ୍ଡରଷ୍ଟାଣ୍ଡ କରିବା ଦରକାର। ଆକ୍ଚୁଆଲି ଏଇ ଏକ୍ଜାମିନେସନ୍ରେ କ'ଣ ଦରକାର, କ'ଣ ମାଗୁଛି ଏକ୍ଜାମିନେସନ୍, OPSC ଯେଉଁ ଏକ୍ଜାମିନେସନ୍ କ'ଣ ମାଗୁଛି ଏବଂ ତାର ଆର୍କିଟେକ୍ଚର, ତା ଷ୍ଟ୍ରକ୍ଚର କ'ଣ, ତାର ୱେଟେଜ୍ ସବୁଠୁ ଇମ୍ପୋର୍ଟାଣ୍ଟ। ୱେଟେଜ୍ରେ ଆମେ ଦେଖିବାକୁ ପଡ଼ିବ, ଆମର ଯେହେତୁ ପେପର୍ 1, ପେପର୍ 2, ପେପର୍ 3, ପେପର୍ 4, ତ 4ଟା ପେପର୍ ଅଛି, ପେପର୍ 1, ପେପର୍ 2, ପେପର୍ 3, ପେପର୍ 4। ତ ମୁଁ ସବୁବେଳେ କହେ ଗୋଟେ ଅଛି ଏସେ, ଆଉ ପେପର୍ 1, ପେପର୍ 2, ପେପର୍ 3, ପେପର୍ 4 ଆଉ ଏସେ, ଆଉ ଗୋଟେ ଅପସନାଲ୍ 1, ଅପସନାଲ୍ 2। ତ ମୋଷ୍ଟ ପ୍ରୋବାବ୍ଲି ଏତିକି ହେଉଛି ଆମର ଇମ୍ପୋର୍ଟାଣ୍ଟ। ତ ଏତିକି ଯେତେବେଳେ ଇମ୍ପୋର୍ଟାଣ୍ଟ, ମୁଁ ଆପଣଙ୍କୁ ସବୁବେଳେ କହୁଛି, ଆମର ଯେତେବେଳେ ଆପଣ ଏବେ ଷ୍ଟାର୍ଟିଂ କରୁଛନ୍ତି, ଯେହେତୁ ଏଥିକ୍ସ ପେପର୍ଟା ଅଛି ହେଲା, ଏଥିକ୍ସ ପେପର୍ରେ ଆପଣଙ୍କୁ କମ୍ ପରିଶ୍ରମ କରିବାକୁ ପଡ଼ିବ। କିନ୍ତୁ ବହୁତ ଆପଣ ମାର୍କ ଫେଚିଂ ପାଇପାରିବେ। କାହିଁକିନା ଯେଉଁ ପେପର୍ 1ରେ ଆମେ ହିଷ୍ଟ୍ରି, ଜୋଗ୍ରାଫି, ପଲିଟି ବହୁତ ସାରା ଚାପ୍ଟର ଅଛି ପଢ଼ିବା ପାଇଁ ହେଲା। ପେପର୍ 2ରେ ବି ସେମିତି ବହୁତ ସାରା ପେପର୍ ଅଛି ପଢ଼ିବା ପାଇଁ। ତ ପେପର୍ 3ରେ ବି ଇକୋନୋମିକ୍ସ ବହୁତ ପେପର୍ ଅଛି, କିନ୍ତୁ ପେପର୍ 4ରେ ଓନ୍ଲି ଏଥିକ୍ସ, ଖାଲି ଏଥିକ୍ସ ପେପର୍ ଗୋଟେ ଛୋଟିଆ ବହିଟେ, ଯେଉଁଟାକି 200-300 ପେଜ୍ର। ତ ସେଇ ବହିଟାକୁ ଆମେ ଯଦି ପଢ଼ିପାରିବା, ଏଇଟାରେ ଆମେ 250 ମାର୍କରୁ ଦରକାର ପଡ଼ିଲେ 200+ ବି ମାର୍କ ଫେଚିଂ କରିପାରିବା। ତ ୟା ଅପେକ୍ଷା ଏଇ 3ଟା ସବଜେକ୍ଟ ଅପେକ୍ଷା ପେପର୍ 1, ପେପର୍ 2, ପେପର୍ 3 ଅପେକ୍ଷା ମୋ ମତରେ ଫାର୍ଷ୍ଟ ଆମେ ପେପର୍ 4ରୁ ଷ୍ଟାର୍ଟ କରିବା ଦରକାର। କାରଣ ଆମେ ପେପର୍ 1, 2, 3 ବିଷୟରେ କିଛି ନା କିଛି ପ୍ରିଲିମ୍ସ ଦେଇଛେ, କିଛି ନା କିଛି ଆମେ ତା ବିଷୟରେ ନଲେଜ ଅଛି। ଆଉ 2ରେ ଆମେ ଅପସନାଲ୍ ମାର୍କ ମଧ୍ୟ ଜାଣିବା ଦରକାର। ଅପସନାଲ୍ ଯେଉଁ ଗୋଟେ ଅଛି ପେପର୍ 1, ପେପର୍ 2, ତ ତାର ୱେଟେଜ୍ କେତେ ମଧ୍ୟ ସେଇଟା ଜାଣିବା ଦରକାର। ତ ତାପରେ ଏସେ, ତ ମୁଁ ଆପଣ ଟୋଟାଲ ଓଭରାଲି ମୁଁ ପେପର୍ ବିଷୟରେ କିଛି ଆପଣଙ୍କୁ ଜଣାଇ ଦେଲି। ତାପରେ ନେକ୍ସଟ ଷ୍ଟେପ୍ ହେଉଛି କ୍ୱାଲିଫାଇଂ ପେପର୍ସ କହିବାକୁ ଗଲେ ଆମର ଯେଉଁ ଓଡ଼ିଆ ଆଉ ଇଂଲିଶ ଆସୁଛି, ଓଡ଼ିଆ ଇଂଲିଶ ଆସୁଛି, ସେଇଟାକୁ ମଧ୍ୟ ନିହାତି, ଯେହେତୁ ଆମେ ପ୍ରିଲିମ୍ସରୁ ମେନ୍ସକୁ ଯାଉଛେ, ତ ତା ଉପରେ ମଧ୍ୟ ଫୋକସ୍ କରିବା ଦରକାର। ଗୋଟେ ହେଲା ଓଡ଼ିଆ ଆଉ ଗୋଟେ ହେଲା ଇଂଲିଶ। ତ
तो या पर सेते भी फोकस न कले जेमती आपण क्वालिफाई करि पारे जेतु ए मार्कटा माने ओरिजिनली मिसुनी किंतु एटा ओनली क्वालिफाई किंतु एटा आपण जदि क्वालिफाई न हेबे देन आपण माने देई ही परिबेनी माने लास्ट एग्जाम तो काउंट भी होबनी तुम आउ को जेकोसी एग्जाम देछ से एग्जाम पेपर ही तुम इभालुएसन भी होबनी तो तुम निजको भी जानि परिबनी तो से फास्ट होची इंग्लिश आ ओडिया एबे तो टिके स्ट्रीमलाइन हो जाइए आगुरी जो एग्जाम होता पाखापाखि जदि माने 10,000 पिला मेन्स देले ता भीतर पाखापाखि 6,000 पिला ओनली इंग्लिश ओडिया डिस्क्वालिफाई होते अरे एबे से डाटाटा आपण पाई परन जेतु एबे टोटल ओवरऑल मार्क काउंट होनी माने बाहरुनी समस्त कार केते मार्क अछि को सब्जेक्ट रे केते मार्क अछि एटा जेतु बाहरुनी तो आपण माने जानि परन किंतु किंतु या पूर्व जेतले 2015 2016 17 18 एतरे पाखापाखि 50 to 60% पिला डिस्क्वालिफाई होते खाली इंग्लिश आउ ओडिया तो आपण मानू सेटा कहली आपण माने तापर होची मोस्ट इम्पोर्टेंट सिलेबस ऑफ प्रीवियस ईयर क्वेश्चन तो सिलेबस ऑफ प्रीवियस ईयर क्वेश्चन कोन दरकार तो फास्ट तो मु कहि ओपीएससी गोटे सिलेबस देछि तो सिलेबस वाइज आम प्रिपरेशन करि परिया आमे फ्यूचर आमे कोन पढिया चाहू जे एवं सेही पार्टटा सिलेबस अछि ना नै सेटा आपण माने जानि पारे केमिति जानि पारे जेमिति को जाय माने एवरीथिंग अंडर द सन इज सिलेबस ऑफ यूपीएससी और ओपीएससी सो माने सूर्यर तले जहा भी अछि सब तो ओपीएससी सिलेबस रे अछि यूपीएससी सिलेबस रे अछि तो किंतु आमे देखिया बोले आमे केमि जाने एटा एक्चुअली हम सिलेबस रे अछि ना नै सेटा आमे प्रीवियस ईयर क्वेश्चन नु जानिबा प्रीवियस ईयर क्वेश्चन नु जानिया आ मु जानि छी जो माने वर्तमान में पाठ पढि नथिबे माने जदी हिस्ट्री बही पढि नथिबो ताले 1857 वार विषय आपण माने किछि जानि नथिबे बुझि पले ना जदी ज्योग्राफी पढि नथिबे जदी पॉलिटिकल साइंस पढि नथिबे ताले फंडामेंटल राइट विषय आपण किछि भी जानि नथिबे तो सेहिथि में आपण माने फास्ट आपण जो जति की बुक लिस्ट प्रोवाइड करा है जी से बुक लिस्ट को आपण माने गोटे थर भल से पढ़िबा निहति दरकार कहिना गोटे थर भल से न पढ़ला बंद आपण ए प्रीवियस ईयर क्वेश्चन को भी एनालाइज करि परियन आपण जानि परियन प्रीवियस ईयर क्वेश्चन कोठु आसी जी को चैप्टर रु आसी एबो चैप्टर को जागा रु आसी त आपण गोटे थर इतर दिन थर पढ़ी देबे माने बुक्स को बुक पढ़ी देबे एवं बुक ओवरऑल किछि माने 30-40% भी बुझंदु किंतु ओवरऑल आईडिया तम मुंड रे पळे आसीतो सेते बेले आपण माने कोरिलेट करि पारि एई क्वेश्चन एइटु आछि तो नेक्स्ट थर जेते आपण से बुक्स पढ़िया को जिबे तो ऑलरेडी आपण से डायरेक्टर से क्वेश्चन बा कोइ नबारे एई क्वेश्चनटा 2016 मसिया ओपीएससी मेंस से पढ़िथिला तो एटा मुंडे भल से देखिबी तो एमिति माइंडसेट हे जिवो माइंडसेट हैला पर आपण पाठ पढ़िया को बहुत इजी हो तो सेथिबे मोस्ट इंपोर्टेंट कहि आपण जेते बेले भी पाठ पढ़ंतु आपण मान पाखे सिलेबस आ प्रीवियस ईयर क्वेश्चन जेरक्स रहया दरकार आज जो सिलेबस आ प्रीवियस ईयर क्वेश्चन जेरक्स नै ताले आपण माने सीरियसली पाठ पढ़िया चाहू ना माने आपण सीरियस एस्पिरेंट भाबरे काउंट हेबेनी तो तापरे डेली स्टडी स्ट्रक्चर एंड टाइम एलोकेशन तो बहुत पिला अछंती कोटा को केते टाइम देबे गोटे गोटे पिला अछंती जो माने गोटे सब्जेक्ट पूरा दिन सारा पढुथुबे जेमति मो भलिया पिला मु ओनली न्यूज़पेपर आउ गोटे गोटे सब्जेक्ट पूरा टोटल दिन सारा ही पढुथुली आउ किछि किछि पिला अछंती जो माने ताको टाइम वाइज डिवाइड करी 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 माने कर प्रतिदिन दिन रे 2 घंटा 3 घंटा हिस्ट्री पई 3 घंटा ज्योग्राफी पई आउ 3 घंटा ऑप्शनल पई तो एमिति पढ़ी एमिति प्रतिदिन एमिति चले पुनी हिस्ट्री ज्योग्राफी सरला पर पुनी पॉलिटी इकोनॉमिक्स को आसीबे तो एमिति कंटिन्यू दिन को 2टा 3टा लेखा सब्जेक्ट ही पाठ पढ़ी पढ़ी चलंदी तो आपण को माने से स्ट्रक्चरटा माने आपण को स्ट्रक्चर खाप खुआइबो आपण सेटा देखिबा दरकार मते मते मुख्यतः भल लागुतला गोटे मु डेली कोन करथली डेली मु न्यूज़ पेपर पढुथली हैला प्लस आउ 1 सब्जेक्ट तो गोटे सब्जेक्ट न्यूज़ पेपर प्लस 1 सब्जेक्ट ता द्वारा कोन होतला ना मो मन रे मु सोइला को भाबी भाबी सोउतले कि हां एई सब्जेक्टटा अछि एति कि मु पढिछि आउ एति कि काली पढिबी तो जोटा कि मो मन रे माने मु सोइला को भाबी भाबी सोउतली तो सेमिति भी आपण गोटे गोटे बुक सरला पर मन कर आपण ऑप्शनल पेपर 1 पढुछन तो ऑप्शनल 1 पेपर 1 को आपण 14 डेज कि 15 डेज रे कंप्लीट टोटल कर देबे और कंप्लीट कला पर पुनी ऑप्शनल पेपर 2 को
ଯିବେ। ତ ଏମିତି ବି ଆପଣ କରିପାରିବେ। ଏଇଟା ମୋ ଏତେ ମୁଁ ଏମିତି ପାଠ ପଢ଼ୁଥିଲି। ତ ଆପଣମାନେ ଯଦି ଚାହିଁବେ ଏମିତି ପାଠ ପଢ଼ିବେ, ଯଦି ଆପଣଙ୍କୁ ଭଲ ଲାଗୁଛି ନା ଗୋଟେ ସବଜେକ୍ଟ ମୋତେ ବୋର୍ ଲାଗୁଛି ତ 2ଟା 3ଟା ସବଜେକ୍ଟ ବି ଆଡ଼୍ କରିପାରିବେ। କିନ୍ତୁ 2ଟା 3ଟାରୁ ଅଧିକ ସବଜେକ୍ଟ ଆଡ଼୍ କରିବେନି, ସେଇଟା ବହୁତ ମାନେ ଗୋଟେ ଗୋଟେ ସବଜେକ୍ଟକୁ ମୂଳରୁ ଏକଦମ ଟାଇମ୍ ମିଳିବନି। ତ ସେ ଟାଇମ୍ ଆଲୋକେସନ୍ ଆଉ ଯେଉଁ ଷ୍ଟଡି ଟାଇମ୍ ଟେବୁଲ୍ ଯେଉଁଟା, ତ ସେଇଟା ନିହାତି ଦରକାର। ଆଉ ଯେଉଁ ଷ୍ଟଡି ଟାଇମ୍ ଟେବୁଲ୍କୁ ଆମେ ମ୍ୟାନେଜ୍ ନ କରିପାରିବା ତାହେଲେ ଆପଣମାନେ କିଛି କରିପାରିବେ ନାହିଁ। ତାପରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି, ଯେହେତୁ ଆପଣମାନେ ବର୍ତ୍ତମାନ ଫେଜ୍ରେ ମାନେ ପ୍ରିପାରେସନ୍ ଫେଜ୍ରେ ଅଛନ୍ତି ଏବଂ ଆପଣମାନେ ଅଲରେଡ଼ି ପ୍ରିଲିମ୍ ଦେଇସାରିଛନ୍ତି, ତେଣୁ ଆପଣଙ୍କର ମ୍ୟାଣ୍ଡାଟୋରି ହେଉଛି ଆପଣ ଆନ୍ସର୍ ରାଇଟିଂ ଷ୍ଟାର୍ଟ କରିବେ। ବିନା ଆନ୍ସର୍ ରାଇଟିଂରେ ଆପଣ କ୍ୱାଲିଫାଏ କରିବା ପସିବୁଲ୍ ନାହିଁ। ଆପଣ ଯଦି କିଛି ନ ଆସୁଛି ବି ଆପଣ ଯେକୌଣସି ବିଷୟରେ ଲେଖିବା ଷ୍ଟାର୍ଟ କରନ୍ତୁ। ଗୋଟେ ଦିନ କମ୍ ସେ କମ୍ 10ରୁ 15 ପେଜ୍ ଲେଖିବା ଷ୍ଟାର୍ଟ କରନ୍ତୁ। ମନେକର ଆପଣ ନ୍ୟୁଜ୍ ପେପର୍ ଗୋଟେ ଆର୍ଟିକଲ୍ ପଢ଼ିଲେ, ତ ସେଇ ଆର୍ଟିକଲ୍ରେ କ'ଣ ପଢ଼ିଲେ ସେଇଟାକୁ ବୁଝିକି ଜିଷ୍ଟ ବି ଲେଖିପାରିବେ, କିଛି ଅସୁବିଧା ନାହିଁ। ତ ବହୁତ ସାରା ବି ଚ୍ୟାନେଲ୍ ଅଛି, ଯେମିତିକି ଇନସାଇଟ୍ ଆଇଏସ୍ ହଉ, ସେମାନେ ମାନେ ଡେଲି କୋଶ୍ଚିନ୍ ସେମାନେ ପ୍ରୋଭାଇଡ଼ କରୁଛନ୍ତି। ଆପଣମାନେ ଯେଉଁ ନ୍ୟୁଜ୍ ପେପର୍ ପଢ଼ୁଛନ୍ତି, ସେ ହିନ୍ଦୁ ହଉ କିମ୍ବା ଇଣ୍ଡିଆନ୍ ଏକ୍ସପ୍ରେସ୍ ହଉ, ଯେଉଁ ନ୍ୟୁଜ୍ ପେପର୍ ପଢ଼ୁଛନ୍ତି ସେ ନ୍ୟୁଜ୍ ପେପର୍ ୱାଇଜ୍ ସେମାନେ ଡେଲି କରେଣ୍ଟ ଆଫେୟାର୍ସ ରିଲେଟେଡ୍ କୋଶ୍ଚିନ୍ ମାନେ ଆପଣଙ୍କୁ ପ୍ରୋଭାଇଡ଼ କରିବେ। ଏବଂ ଯେଉଁ କୋଶ୍ଚିନ୍ ପ୍ରୋଭାଇଡ଼ କରିବେ ସେଇ କୋଶ୍ଚିନ୍ ତଳେ ବି ଆପଣ ଆନ୍ସର୍ ବି ପାଇପାରିବେ। ଏବଂ ବହୁତ ସାରା ପିଲା ବି ତା ତଳେ ଆନ୍ସର୍ ରାଇଟିଂ କରିଥିବେ। ତ ଆପଣଙ୍କ ଆନ୍ସର୍ ଏବଂ ତାଙ୍କ ଆନ୍ସର୍ 2 ଜଣ ଯାକ କମ୍ପାରିଜନ୍ କରିକି ବି ଆପଣ ନିଜର ଇମ୍ପ୍ରୁଭମେଣ୍ଟ କରିପାରିବେ। ମୁଁ ୱେବସାଇଟ୍ କହିଦେଉଛି, ଇନସାଇଟ୍ ଆଇଏସ୍ ଆଉ ଆଇଏସ୍ ବାବା, ମୁଁ ଏତିକି ଏଇ 2ଟା ଦେଖିଛି। ତ ଇନସାଇଟ୍ ଆଇଏସ୍ ଆଉ ଆଇଏସ୍ ବାବା, ତ ଏଇ 2ଟାରେ ଡେଲି କୋଶ୍ଚିନ୍ ଆନାଲିସିସ୍ ହୁଏ ଏବଂ ଡେଲି କୋଶ୍ଚିନ୍କୁ ଆପଣ ମଧ୍ୟ ଲେଖିପାରିବେ। ତ ତାପରେ କରେଣ୍ଟ ଆଫେୟାର୍ସ ଇଣ୍ଟିଗ୍ରେସନ୍, ମୁଁ ବାରମ୍ବାର କହୁଛି କାହିଁକି କରେଣ୍ଟ ଆଫେୟାର୍ସ, ଆମେ କାହିଁକି ନ୍ୟୁଜ୍ ପେପର୍ ପଢ଼ିବା, ଆମେ କାହିଁକି କରେଣ୍ଟ ଆଫେୟାର୍ସ ପଢ଼ିବା। ତା ରିଜିନ୍ ହେଉଛି କରେଣ୍ଟ ଆଫେୟାର୍ସକୁ ଆମେ ଖାଲି ପଢ଼ିଲେ ହେବନି, କରେଣ୍ଟ ଆଫେୟାର୍ସ ସହିତ ଆମେ ଯେଉଁ କରେଣ୍ଟ ଆଫେୟାର୍ସ ପଢ଼ୁଛେ ସେ କରେଣ୍ଟ ଆଫେୟାର୍ସକୁ କେମିତି ଆମେ ଆମ ସବଜେକ୍ଟ ସହିତ ଇଣ୍ଟରଲିଙ୍କ କରିବା ସେଇଟା ଶିଖିବା ଦରକାର। ଯଦି କରେଣ୍ଟ ଆଫେୟାର୍ସ ଓନ୍ଲି ପଢ଼ୁଛେ ତାହେଲେ ସେଇଟା ହେବନି। ତା ବ୍ୟତୀତ ଆମେ କେମିତି ଆମ ସେଇ ଯେଉଁ କରେଣ୍ଟ ଆଫେୟାର୍ସଟା ପଢ଼ୁଛେ ସେଇଟାକୁ ଆମେ ଇଣ୍ଟରଲିଙ୍କ କରିବା ଦରକାର। ସପୋଜ୍ କିଛି ଗୋଟେ ଇଣ୍ଡେକ୍ସ, ପଭର୍ଟିର ଇଣ୍ଡେକ୍ସ କିଛି ଗୋଟେ ବାହାରିଲା, ତ ୱାର୍ଲଡ ବ୍ୟାଙ୍କ ବାହାର କଲା କିମ୍ବା ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ବାହାର କଲା, ପଭର୍ଟିର କିଛି ଇଣ୍ଡେକ୍ସ ବାହାର କଲା, ତ ସେଇ ପଭର୍ଟି ଇଣ୍ଡେକ୍ସକୁ ଆମେ କେମିତି ଆମ ସୋସିଓଲୋଜିରେ ପଭର୍ଟି, ଯେହେତୁ ମୁଁ ଅପସନାଲ୍ ସୋସିଓଲୋଜି ଥିଲା ମୁଁ ସେଇ କଥା କହୁଛି, ତ ପଭର୍ଟି ରିଲେଟେଡ୍ ସବଜେକ୍ଟଟା ମୁଁ କେମିତି ସେଇ ଯେଉଁ ଟପିକ୍ଟା ମୁଁ କେମିତି ମାନେ ଇଣ୍ଟର ରିଲେଟ୍ କରି ସେଇଟା ମୋତେ ଶିଖିବା ଦରକାର। ଯେକୌଣସି ଯାହା ବି ମାନେ ୱାର୍ଲଡ ପଲିଟିକ୍ସ ହଉ, ଇଣ୍ଡିଆନ୍ ପଲିଟିକ୍ସ ହଉ, ୱାର୍ଲଡ ହିଷ୍ଟ୍ରି ହଉ, ଇଣ୍ଡିଆନ୍ ହିଷ୍ଟ୍ରି ହଉ, ୱାର୍ଲଡ ଜିଓଗ୍ରାଫି ହଉ, ଯାହା ବି ହେଉଛି, ଯେକୌଣସି ଜାଗା ଯାହା ବି ହେଉଛି ସେଇଟା ଆପଣମାନେ ଦେଖିବା ଦରକାର। ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ରହୁଛି ଆପଣ ମ୍ୟାପିଂ ଗୋଟେ ଅଛି। ତ ମ୍ୟାପିଂ ହେଉଛି ନିହାତି ଦରକାର, ସେ ଜିଓଗ୍ରାଫି ହଉ କିମ୍ବା ପଲିଟିକାଲ ସିଚୁଏସନ୍ ହଉ, ଯେକୌଣସି ଜାଗାରେ ଆମର ମ୍ୟାପିଂ ଯେତେବେଳେ ଆସୁଛି ଆପଣ ନିହାତି ଆପଣଙ୍କ ପାଖରେ ଆଟଲାସ୍ ରଖିବା ଦରକାର ଏବଂ ସେ ଜାଗା ନେଇକି ସେ ଜାଗାଟା କେଉଁଠି ଅଛି ନିଜେ ଯାଇକି ଦେଖିବା ଦରକାର। ଦେଖିଲେ ଆପଣ ଭିତରେ ଗୋଟେ ଆଜି ନାହିଁ କାଲି ନାହିଁ ପର ନାହିଁ ଏମିତି ମାସେ 1.5 ମାସ 2 ମାସ ଦେଖିଲା ପରେ ଆପଣମାନେ ଟୋଟାଲ ୱାର୍ଲଡ ମ୍ୟାପ୍ଟା ଆପଣଙ୍କ ମାନେ ମନ ଭିତରେ ହିଁ ରହିଯିବ। କେଉଁ ଜାଗାରେ କ'ଣ ଅଛି, କେଉଁଠି ଲାଭା ଉଦ୍ଗୀରଣ ହେଉଛି, କେଉଁଠି ବମ୍ ବ୍ଲାଷ୍ଟ ହେଉଛି, କେଉଁଠି ଫାଇଟିଂ ଯୁଦ୍ଧ ଚାଲିଛି, ତ ଆପଣମାନେ ସବୁ ରିଲେଟେଡ୍ ଗୋଟେ ନଲେଜ୍ ପାଇପାରିବେ। ତାପରେ ଯେଉଁମାନେ ଆନ୍ସର୍ ରାଇଟିଂ ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି, ତ ତାଙ୍କୁ ମୁଁ ଫାଷ୍ଟ କଥା କହିବି, ଆପଣମାନେ ଏବେ ନୂଆ ବର୍ତ୍ତମାନ ଆନ୍ସର୍ ରାଇଟିଂ ଲେଖିଲେ ଆପଣ କିଛି ଜାଣିପାରିବେନି। ତ ତେଣୁ ଆପଣମାନେ ଇଣ୍ଟ୍ରୋଡକ୍ସନ୍, ବଡି ଆଉ କନକ୍ଲୁଜନ୍, ଏଇ ମେଥଡ଼ଟା ସବୁବେଳେ ମନେ ରଖିବେ। ଇଣ୍ଟ୍ରୋଡକ୍ସନ୍, ବଡି, କନକ୍ଲୁଜନ୍, ଯେକୌଣସି ପାର୍ଟ, ଯେକୌଣସି କୋଶ୍ଚିନ୍ ଆସୁଛି ଆପଣ ତାକୁ ଡିଭାଇଡ଼ କରିଦେବେ ଇଣ୍ଟ୍ରୋଡକ୍ସନ୍, ବଡି, କନକ୍ଲୁଜନ୍। ଇଣ୍ଟ୍ରୋଡକ୍ସନ୍ 4ରୁ 5 ଧାଡ଼ିରେ ହେଇଯିବ ଏବଂ ବଡି ଆପଣ କୋଶ୍ଚିନ୍ ୱାଇଜ୍, ମନେକର 10 ମାର୍କିଆ କୋଶ୍ଚିନ୍ ଅଛି, ସେଇ ହିସାବରେ ଯେତିକି ତୁମକୁ ଗ୍ୟାପ୍ ଅଛି ଏବଂ 20 ମାର୍କ କୋଶ୍ଚିନ୍ ଅଛି, ସେଇ ହିସାବରେ ଯେତିକି ଲେଖିବାର ଅଛି, ତ ସେଇ ହିସାବରେ ଆପଣ ବଡିଟା ନିହାତି ଲମ୍ବା ହେବା ଦରକାର ଏବଂ କନକ୍ଲୁଜନ୍ ବି ସେଇ 3-4 ଧାଡ଼ିରେ ରହିବା ଦରକାର। ତ ଆପଣ ଏଇ ଚିନ୍ତାଧାରା ସବୁବେଳେ, ମୁଁ ବଡିରେ କ'ଣ ଲେଖିବି, ଇଣ୍ଟ୍ରୋଡକ୍ସନ୍ କ'ଣ ଲେଖିବି, କନକ୍ଲୁଜନ୍ କ'ଣ ଲେଖିବି, ଏଇ ଚିନ୍ତାଧାରା ହେଲେ ଆପଣ ଆନ୍ସର୍ ରାଇଟିଂ ଅଲରେଡ଼ି ଡେଭଲପ୍ ହେଇ ଚାଲିବ। ଡେଭଲପ୍ ହେଇ ଚାଲିଲା ପରେ ୱାନ୍ସ ଏମିତି ଟାଇମ୍ ଆସିବ, ଏମିତି ବି ଆପଣ କୋଶ୍ଚିନ୍ ଆସିବ ଯେଉଁ କୋଶ୍ଚିନ୍ ଆପଣ ମାନେ ଟଚ୍ ବି କରିପାରିନଥିବେ, କିନ୍ତୁ ଆପଣ ସେଇଥିରେ ଇଣ୍ଟ୍ରୋଡକ୍ସନ୍, ବଡି, କନକ୍ଲୁଜନ୍ ହିସାବରେ ଆପଣ ସେଇଥିରେ 3-4 ପାଲା ଲେଖିପାରିବେ, ମାନେ ଯେଉଁଟା କୋଶ୍ଚିନ୍ କିଛି ନ ଜାଣିଥିବେ ବି, ତ ସେମିତି ଲେଖିକି ବି ମାର୍କ ଆସିପାରିବ। ତ
तो आपण मैंने ओभरअली मुझे बतईदेली आउ गोटे ही रहा लास्ट संडे प्लान संडे रे मुझे सब कौन करी ना जेहेतु मो 2020 बैच थी तो 2015 2016 2017 2018 2019 ओपीएस प्रीवियस ईयर क्वेश्चन ऑलरेडी अवेलेबल थिला तो मुझे कौन कली ना प्रीवियस जो प्रतिदिन संडे 9 जेहेतु आमर से गोटे गोटे दिन में 2टा लेखा पेपर हुए तो ऑप्शनल भी गोटे गोटे दिन 2टा जाए तो मुझे कौन आम 2टा ऑप्शनल थिला ना तो सेमती प्रोब्लेम होता तो से मुझे कौन करे ना फास्ट कथा हूँ जिते बड़े भी मुझे देखे संडे आसूची संडे 2015 माने 2015 टू आरंभ 2019 क्वेश्चन पर्यटन से प्रिंट आउट बाहर कर देते एवं प्रतिदिन प्रति संडे रे जे प्रिलिम्स मेन्स भीतर कथा कहूँ प्रति संडे रे 9टा रू 12टा एवं 2टा रू 5टा यही समय भितर गोटे पेपर दिए जमीती ओपीएससी मेन्स रे हुए 9टा रू 12टा और 2टा रू 5टा भितर मुझे 2टा ये गोटे सब्जेक्ट पेपर 1 दिए ये पेपर 2 दिए तो एमती चलू थाए मोर जेहेतु बहुत सारा भी पेपर अच्छी तो आपण मैंने जेहेतु 7 8टा 9टा संडे मिल आपन को आपण मैंने निहाती से संडे भितर आप कंप्लीट ही करें तो ओवरअली आपण गोटे बेसिक नॉलेज देदेली केमी आप माने प्रिलिम्स मेन्स पर्यंत प्रिपरेशन करें एवं जब आउ किसी रिलेटेड आप डाउट अच्छी तो आप से डाउट भी कमेंट रे पचारि पारे कमेंट रे आंसर दवा मु निहाती ट्राए करी एवं आउ जदि को रिलेटेड आप वीडियोस दरकार तो आप निहाती कमेंट रे जनइबे थैंक यू एवं मुझे जानची बहुत सारा भल पाया मत देज तो से तेणु आपन को बहुत 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 धन्यवाद थैंक यू।